ଗହନ ମନର ଗଭୀର କଥା ମନ କଥା। ଆମେ 15-16 ବର୍ଷ ଠାରୁ ଆରମ୍ଭ କରିଛି ଚାଷ। 15-16 ବର୍ଷ ଆଜ୍ଞା। ମାନେ ପଢାପଢି ନାଇଁ ପାଠ ବେଶୀ ମୁଁ ପଢିନି ଆଉ ଏଇ ଚାଷ ଠାରୁ ବାପା କରୁଥିଲେ ଧାନ ଫାନ ଚାଷ, ଆମେ ପନିରି କରୁଛୁ, ଧାନ କରୁଛୁ, ପୋଟଳ କରିଛୁ 1.5 ଏକର ବିଲ, ଝୁଡଙ୍ଗ କରିଛୁ 1 ଏକର ବିଲ। ଇଏ ଗୋଟେ ଏମିତି ଏକ ସ୍ଥାନ କହି ରଖୁଛି ଆପଣଙ୍କ ପାଇଁ ଯେ ସବୁ ଚାଷୀ କେବଳ ହୁଏତ ଚାଷ କାର୍ଯ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷ ଭାବରେ ଧାନ ବିରି ମୁଗକୁ ବୁଝାଏ, କିନ୍ତୁ ଇଏ ଏକ ଏମିତି ସ୍ଥାନ ଯୋଉଠି ଧାନ ବିରି ମୁଗ ଏବଂ ସମସ୍ତ ପନିପରିବା ଏମିତି ଗୋଟେ ପରିବା ନାହିଁ ଯାହା ଏଠି ଚାଷ କରା ନ ଯାଏ। ସତ ନା? ସବୁ ଚାଷ କରାଯାଏ। କଣ କଣ ଆପଣ କରିଛନ୍ତି? ଝୁଡଙ୍ଗ କରିଛୁ, ବିନି କରିଛୁ, ଛଚିନ୍ଦ୍ରା କରିଛୁ, ପୋଟଳ ଦାନା ଯୋଗାଇ ଚମତ୍କାର ପାରିବା। କଥାଟା ଶୁଣନ୍ତୁ, ଏଇ ଯୋଉ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କୁ ବହୁତ ଚମତ୍କାର କଥା କହିଲେ। ନିଶ୍ଚିନ୍ତ ହିଡ଼ ମାଟି ହିଡ଼ରେ ନଦିଲେ ପେଟ ପୋଷା କେବେ ରହିବ ନାହିଁ। ତାପରେ ଏବେ ତ ମାର୍କେଟିଂ ହେଇଗଲାଣି ସବୁ ଜିନିଷ, କିଛି ତ ଅଛପା ନାହିଁ ନା। ତ ଫୋନରେ ଆଜି ମାର୍କେଟ, ଆଜି ଭୁବନେଶ୍ୱର, ଆଜି ଆମେ 40 ଟଙ୍କା ଆଜି ହାଟରେ ଦେଇଛୁ, ଏ ଭୁବନେଶ୍ୱର ଆଜି 60 ଟଙ୍କା କଣ୍ଟା ହେଇଛି। ଇଏ ସମ୍ପୂର୍ଣ୍ଣ ଏକ ପ୍ରକାର ପରୋକ୍ଷ ଭାବରେ ଆମେ ଭେଜାଲ ଖାଦ୍ୟ ଖାଉଛୁ। ହଁ, ଭେଜାଲ ଖାଦ୍ୟ ଆମେ ଖାଉଛୁ। ଆମେ ଯୋଉ ଖାଦ୍ୟ ଖାଉଛୁ ବିଷ। ବର୍ତ୍ତମାନ ହାଇବ୍ରିଡ ଧାନ ଯୋଉ କ୍ଷେତ୍ରରେ 40 କିଲୋ ଧାନ ହଉଥିଲା ଗୁଣ୍ଠରେ 30 କିଲୋ ହଉଥିଲା, ବର୍ତ୍ତମାନ ହେଇକିନା ସେଇ କ୍ଷେତ୍ରରେ ଗୁଣ୍ଠରେ ଧାନ ହଉଛି କୁଇଣ୍ଟାଲେ। ଆଉ ସେ ଧାନର ଟେଷ୍ଟ ଆସିବ କୋଉଠୁ? ଆମେ କଣ ଆଉ ସେ ଜୈବିକ ପଦ୍ଧତିରେ ଚାଷ କରିବାନି? କଣ କହିବେ ଯୋଉମାନେ ଚାଷୀ ଆଜିକାଲି ଯୁବପିଢି ମାନେ ହୁଅନ୍ତୁ ବା ଚାଷ କ୍ଷେତ୍ରରେ ଅନେକ ନିରୁତ୍ସାହିତ ଅଛନ୍ତି, ଚାଷ ପାଇଁକା ମଙ୍ଗୁ ନାହାନ୍ତି। ବର୍ତ୍ତମାନ ଏବେ ତ ଡବଲ ଇଞ୍ଜିନ ସରକାର ଆସିଲା, ସେତେବେଳେ ଧାନ 2200-2300 ଟଙ୍କା ଲେଖା ଥିଲା, ଏ ବର୍ଷ ଧାନ 3100 ଟଙ୍କା ଧାନ ହେଲା। ଆଉ ଧାନ ପାଇଁକା କଣ ଆଉ ଯୁବପିଢି ମାନେ ଯଦି ଚାଷ ସେଇଭଳି ଭାବରେ ସରକାର ମଧ୍ୟ ପଛରେ ନାହାନ୍ତି, ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୋତ୍ସାହିତ ଦିଆଯାଉଛି। ତାଙ୍କୁ ମଧ୍ୟ ବିଧାୟକ ମଧ୍ୟ ସଫଳ ଚାଷୀ ଭାବରେ ସମ୍ମାନିତ କରିଛନ୍ତି, ସମର୍ଦ୍ଧିତ କରିଛନ୍ତି। ଇଏ ହଉଛି ଲେଖା ହେଇଛି, ଆପଣ ଉତ୍କଳ ମାତାର ପୁଣ୍ୟ କୋଳରେ ଜନ୍ମ ଲାଭ କରି ସୃଜନଶୀଳ ଚାରୁକଳା ଉଦ୍ଭୂତ ଅସାଧାରଣ ପ୍ରତିଭାରେ ଗୌରବ ମଣ୍ଡିତ ଯୋଗଜନ୍ମା ମହାନତା। ଗହନ ମନର ଗଭୀର କଥା ମନ କଥା। ନମସ୍କାର, ମନ କଥାକୁ ସ୍ୱାଗତ କରୁଛି। ଆଜି ମନ କଥା ଏମିତି ଏକ ସ୍ଥାନରେ ପହଞ୍ଚିଛି ଯାହା ହୁଏତ ଆପଣ ମାନଙ୍କ ବିଶ୍ୱାସରେ ବାହାରେ। ଏଇଥିପାଇଁ କହିବି, ମନ କଥା ଗୋଟେ ଚାଷୀ ପାଖରେ ଏବଂ ଚାଷୀ କ୍ଷେତ୍ରରେ ବି ପହଞ୍ଚି ପାରେ ଏବଂ ସଚିବାଳୟ ମନ୍ତ୍ରୀଙ୍କ ପାଖରେ ବି ପହଞ୍ଚି ପାରେ। ଠିକ ସେହିପରି ଆଜି ମନ କଥାରେ ଏକ ଭିନ୍ନ ଏକ ବ୍ୟକ୍ତିତ୍ୱ ଯିଏକି ସଫଳତାର ଶୀର୍ଷରେ, ଅର୍ଥାତ୍ ଚାଷ କରିବା ପାଇଁ ସମସ୍ତେ ଆଜିକାଲି ଯୁବପିଢି ନା ପସନ୍ଦ କରୁଥିଲା ବେଳେ କିନ୍ତୁ ଏମିତି ବି ଚାଷୀ ଅଛନ୍ତି ଯିଏକି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆଉ ସେମିତି ଏକ ଚାଷୀଟିଏ ମୁଁ ଆଜି ପାଇଛି। ସେ ହେଉଛନ୍ତି, ପରିଚୟ ଦେବେ? ରବୀନ୍ଦ୍ର ବେହେରା। ଗାଁ ନା? ଗାଁ ରାମଚନ୍ଦ୍ରପୁର, କିଶୋର ନଗର, କଟକ। ଏଇ ଚାଷବାସ କେବେଠୁ ଆରମ୍ଭ ହେଲାଣି? ଚାଷବାସ ଆମକୁ ଆସି ମତେ 40 ବର୍ଷ ହେଲାଣି। ଆମେ 15-16 ବର୍ଷ ଠାରୁ ଆରମ୍ଭ କରିଛି ଚାଷ। 15-16 ବର୍ଷ। ଆଜ୍ଞା। ମାନେ ପଢାପଢି ନାଇଁ ପାଠ ବେଶୀ ମୁଁ ପଢିନି ଆଉ ଏଇ ଚାଷ ଠାରୁ ବାପା କରୁଥିଲେ ଧାନ ଫାନ ଚାଷ, ଆମେ ପନିରି କରୁଛୁ, ଧାନ କରୁଛୁ, ପୋଟଳ କରିଛୁ 1.5 ଏକର ବିଲ, ଝୁଡଙ୍ଗ କରିଛୁ 1 ଏକର ବିଲ। ଇଏ ଗୋଟେ ଏମିତି ଏକ ସ୍ଥାନ କହି ରଖୁଛି ଆପଣଙ୍କ ପାଇଁ ଯେ ସବୁ ଚାଷୀ କେବଳ ହୁଏତ ଚାଷ କାର୍ଯ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷ ଭାବରେ ଧାନ ବିରି ମୁଗକୁ ବୁଝାଏ, କିନ୍ତୁ ଇଏ ଏକ ଏମିତି ସ୍ଥାନ ଯୋଉଠି ଧାନ ବିରି ମୁଗ ଏବଂ ସମସ୍ତ ପନିପରିବା ଏମିତି ଗୋଟେ ପରିବା ନାହିଁ ଯାହା ଏଠି ଚାଷ କରା ନ ଯାଏ। ସତ ନା? ସବୁ ଚାଷ କରାଯାଏ। କଣ କଣ ଆପଣ କରିଛନ୍ତି? ଝୁଡଙ୍ଗ କରିଛୁ, ବିନି କରିଛୁ, ଛଚିନ୍ଦ୍ରା କରିଛୁ, ପୋଟଳ କରିଛୁ, ତାପରେ କାକୁଡି କରିଛୁ, କଲରା କରିଛୁ, ସବୁ ଫସଲ, କୋବି ବି କରିଛୁ। ଆଉ ଏଥର ଧାନ କେତେ ଏକର? ଧାନ 5 ଏକର ବିଲ କରିଥିଲୁ, ଧାନ କାବେରୀ କରିଥିଲୁ, ବାୟର କମ୍ପାନୀର କାବେରୀ ଧାନ କରିଥିଲୁ, ଧାନି କରିଥିଲୁ। ସେ କୁଇଣ୍ଟାଲେ ଗୁଣ୍ଠରେ 20 କିଲୋ, କୁଇଣ୍ଟାଲେ 25 କିଲୋ, କୁଇଣ୍ଟାଲେ ଏମିତି ହଉଛି। ମିନିମମ୍ ଟା ଗୁଣ୍ଠରେ 1 କୁଇଣ୍ଟାଲରୁ କମ ନାହିଁ। ଧାନ 450 ଟଙ୍କା, ଆଉ ବାୟର କମ୍ପାନୀର ଧାନିଟା ଏ ବର୍ଷ 600 ଟଙ୍କା ଧାନ କେଜିଟା। ଆମେ କରିଥିଲୁ 2 ମାଣ ବିଲ କରିଥିଲୁ। ଲକ୍ଷ୍ମୀ ବି କରିଛୁ ହାଇବ୍ରିଡ କାବେରୀ କମ୍ପାନୀର। ଏଇ ଧାନ ସବୁ ଚାଷ ହଉଛି, ବିରି ମୁଗ ଆମ ଚାଷ ଉପରେ। ଏବେ ତ ସବୁ ମେସିନ ବାହାରେ, ବର୍ଷ ତମାମ ଚାଷ। ଏବେ
ସବୁ ତ ମେସିନ୍ ବାହାରି ପଡ଼ିଲାଣି ଉଡର ମେସିନ୍ 7 HP 5 HP 2 HP ଆମର ସବୁ ପ୍ରକାର ମେସିନ୍ ବି ଅଛି। এই ଚାଷ ଯୋଉ ସଫଳତାର ଶୀର୍ଷରେ ପହଞ୍ଚିଛ ବା ସରକାରଙ୍କ ପକ୍ଷରୁ ମଧ୍ୟ ତୁମକୁ ବହୁତ ପ୍ରୋତ୍ସାହିତ କରାଯାଇଛି ଅଥବା ଆଜ୍ଞା ପୁରସ୍କୃତ ମଧ୍ୟ କରାଯାଇଛି। କରାହେଇଛି। ସେ କ୍ଷେତ୍ରରେ ପହଞ୍ଚିବା ପାଇଁ ଗୋଟେ ଚାଷୀ କଣ କଣ କରିବା ଆବଶ୍ୟକତା ରହିଛି? ଚାଷ ତ ହେଲା ମେନ୍, ସମସ୍ତେ ତ ଚାକିରି ବାକିରି କଲେ ଟାଉନରେ ରହିଲେ, ଆଉ ଯଦି ଚାଷ ନ କରିବ ଖାଇବେ କଣ? ସମସ୍ତେ? ଖାଇବେ କଣ? ବର୍ତ୍ତମାନ ତ ଚାଷ ସବୁ ଯୁବପିଢି ମାନେ ଚାଷକୁ ସବୁ ଡରିଲେଣି। ଆମେ ଏଇ ଚାଷ କରି ପରିବାର ପୋଷୁଛୁ, ଘର ଦ୍ୱାର ଭଲ ମନ୍ଦ, ଛୁଆ ବି ପାଠ ପଢୁଛନ୍ତି, 3-3ଟା ଛୁଆ ପାଠ ପଢୁଛନ୍ତି ପ୍ରାଇଭେଟ ସ୍କୁଲରେ, ଭଲ ମନ୍ଦ ଆମେ ଏଇ ଚାଷରୁ ଯାହା କରିଛୁ, ଘର ଦ୍ୱାର ଭଲ ମନ୍ଦ ଏଇ ଚାଷରୁ। ଅନ୍ୟମାନେ ବାହାନା ବୋଧେ ଦିଅନ୍ତି ଚାଷରେ ବହୁତ କ୍ଷତି। କ୍ଷତି କିଛି ଅଭାବରେ ନାହିଁ। ଚଳୁଛୁ। ଆମେ ଏବେ କୋବି କରିଥିଲୁ, କୋବି ଆମେ 25 ଟଙ୍କା 30 ଟଙ୍କା ଲେଖା ବିକିଲୁ, ଏଇ କୋବି ସରିଗଲା, ପୁଣି ଏଇ କୋବି ବାହାରିବ। ବର୍ତ୍ତମାନ ସିଜିନ୍ ଯେତେ ରଫ୍ ସିଜିନ୍ ରେ ଜିନିଷଟି ବାହାର କରିବ 2 ପଇସା ପାଇବ ମାର୍କେଟ କଲେ। ଆମେ ବି ନିଜେ ନେଇ ମାର୍କେଟ କରୁ, କଟକ ଭୁବନେଶ୍ୱର 1 ନମ୍ବର ମାର୍କେଟରେ ଦଉ, କଟକରେ ଦଉ, ଆମେ ସବୁ ନେଇ ଗୋଦାମରେ ମାଲ ଲଗଉ। ଆଉ ଏଠି ବି ବେପାରୀ ନିଅନ୍ତି, ଏଠି ଡାଇରେକ୍ଟ ବେପାରୀ ଆସନ୍ତି? ଏଠି ଆସନ୍ତି ବେପାରୀ ଆସିକିନା ଏଠି ନିଅନ୍ତି, କଟକ ବେପାରୀ ଆସି ନିଅନ୍ତି। ଅଷାଢ ମାସରେ କାକୁଡି ଆମେ 2 ଏକର 2.5 ଏକର ବିଲ କାକୁଡି କରୁ, 10-12 କୁଇଣ୍ଟାଲ କାକୁଡି ବାହାରେ, ଭୁବନେଶ୍ୱର ଯାଏ, ଆମେ ବି 1 ନମ୍ବର ମାର୍କେଟରେ ନେଇ କାକୁଡି ଦଉ, ବେପାରୀ ବି ଆସିକିନା ଏଠି ନିଅନ୍ତି। ବହୁତ ଅଭିଯୋଗ ଅଛି ଯେ ଆମକୁ ଠିକ ସହାୟତା ମିଳୁନି, ଆମର ଅଭାବୀ ବିକ୍ରି ହଉଛି ବା ନାଇଁ ନାଇଁ, ଆମକୁ ଗଭର୍ଣ୍ଣମେଣ୍ଟ ତରଫରୁ ଯାହା କିଛି ମିଳେ, ଏଇ କାଳିଆ ପଇସା ମିଳୁଛି, PM କିଷାନ ମିଳୁଛି, ତାପରେ ବ୍ଲକ ତରଫରୁ ଧନିଆ ମଞ୍ଜି, ଆଜି ଯୋଉ ମଞ୍ଜି ଆମେ ବ୍ଲକରୁ ଆଣିଛୁ, ବ୍ଲକ ତରଫରୁ ଆସି ଫଟୋ ଉଠେଇକିନା ନଉଛନ୍ତି, ସେବା ବଦଳରେ ବି 4000 ଅଭିଯୋଗ ଆସେ ସବସିଡି ଠିକ ସେ ମିଳୁନି, ସାର ଠିକ ସେ ମିଳୁନି, ସାରର ଅଭାବ ରହୁଛି, ସଦାବେଳେ ଆସେ, ପଇସା ଅସୁବିଧା କିଛି ନାହିଁ, ଗଭର୍ଣ୍ଣମେଣ୍ଟ ତରଫରୁ ବି ସାହାଯ୍ୟ ମିଳେ, ଆସେ। ଏଇ ଧାନ ଯାଇଥିଲା ସବୁ, ଧାନ ପଇସା ବି ମିଳିଛି। ବର୍ଷ ତମାମ କଣ କୋଉ ସିଜନ ରେ କେବେ ଲଗାନ୍ତି, କୋଉ ମାସରୁ କଣ ସେମିତି ଗୋଟେ କିଛି ଆନାଲିସିସ୍? ଏବେ ତ ବର୍ତ୍ତମାନ ଧାନ କଟା ହେଇଗଲା, ବର୍ତ୍ତମାନ ପୋଟଳ ଲାଗିଛି, ତଳେ ଲାଗିଛି 2 ଏକର ବିଲ ପୋଟଳ ଲାଗିଛି, ବିଲାତି 1 ଏକର ବିଲ ଲାଗିବ, କାକୁଡି 1 ଏକର ଲାଗିବ, ଭେଣ୍ଡି 15 ଗୁଣ୍ଠ ବିଲ ଭେଣ୍ଡି ଲାଗିଛି, ଆଉ ଏଇ ସବୁ ଫସଲ ସବୁ ଲାଗିଛି। ଚାଷ ଜମି ବର୍ତ୍ତମାନ ଖାଲରେ ଅଛି 5 ମାଣ ଜମି ଧାନ ଚାଷ ହେଇଥିଲା, ସେଇଟା ହେଇକିନା ଖରା ଦିନ ପାଇଁ ଆଉ ଉଞ୍ଚାରେ ତ ଫସଲ ହବ ନାହିଁ, ଓଇନା ଖାଲ ଜମିରେ ଫସଲ ହବ, କାକୁଡି ହବ, ଝୁଡଙ୍ଗ, ଜହ୍ନି, ବିଲାତି 1 ଏକର ବିଲ ଲାଗିବ, ପୋଟଳ ଲାଗିଛି 1 ଏକର ବିଲ, ଏ ସବୁ ଲାଗିବ, ସେ ସବୁ ଭଙ୍ଗା ହେଇକିନା ଧାନ ରୁଆ ହବ। এই ଦୈବୀ ଦୁର୍ବିପାକ ଯେତେବେଳେ ଆସେ, ଏଇ ଅଦିନିଆ ବର୍ଷା ହେଲା, ଅନେକ କିଛି କ୍ଷତି କ୍ଷତି ହଉଛି। ଏ 2 ବର୍ଷ ହେଲାଣି କାଳ ବୈଶାଖୀ ଆମର ଏଠି ହେଇନି, ଆଉ ଅଲଗା ଆଡେ ସବୁ ହେଇଛି। କାଳ ବୈଶାଖୀ ହେଲେ ବାଡି ଫାଡି ଭାଙ୍ଗିକିନା ଫସଲ ସବୁ ନଷ୍ଟ ହେଇଯାଏ, କ୍ଷତି ହେଇଯାଏ। ଅଦିନିଆ ବର୍ଷା ପାଇଁକା କ୍ଷତି ହେଇଗଲେ ଆଉ ଗଭର୍ଣ୍ଣମେଣ୍ଟ କଣ, ଆଉ କ୍ଷତି ହେଇଗଲେ ଗଭର୍ଣ୍ଣମେଣ୍ଟ କଣ ଆଉ ସବୁ କିଛି ଦବ କି? କିଛି ଗୋଟେ ସହାୟତା ଗଭର୍ଣ୍ଣମେଣ୍ଟ ଦବ। ଆମେ ବର୍ତ୍ତମାନ 50,000 ଖର୍ଚ୍ଚ କରିଛୁ, ଗଭର୍ଣ୍ଣମେଣ୍ଟ କଣ 50,000 ଦବ? ଗୋଟେ ସହାୟତା ଗଭର୍ଣ୍ଣମେଣ୍ଟ ଦବ, ଏଇ ହଉଛି କଥା। କିନ୍ତୁ ଚାଷୀ ଚାଷ କଲେ ବି ପେଟ ଅପୋଷା ରହିବ ନାହିଁ। ଆମେ ଧର ଏ ଚାଷରେ ଲସ୍ ହେଇଛି, ଯୋଉଥିରେ ହେଲେ ଗୋଟେ ଆସିବ, ଏଇ ହଉଛି କଥା। ଯେହେତୁ ଆପଣଙ୍କ ବହୁମୁଖୀ ଚାଷ ରହିଛି, ସବୁ ଚାଷ ରହିଛି ନା। ଗୋଟିଏ ଚାଷ କୋବି ଆଜି ନଷ୍ଟ ହେଇଗଲା, ପୋଟଳ ଅଛି ଆସିବ, ଝୁଡଙ୍ଗ ଅଛି ଆସିବ, ବିଲାତି ଅଛି, ବିନ୍ ଅଛି, ତାପରେ ଛଚିନ୍ଦ୍ରା ବି ଆମେ ଭାଡି କରୁ 10-15 ଗୁଣ୍ଠ ବିଲ, ଏବେ ବି ଗୋଟେ ଭାଡି ହେଇଛି 20 ଗୁଣ୍ଠ ବିଲ ଭାଡି ହେଇଛି। କେତେ ଲୋକ ଚାଷ କରନ୍ତି, କେତେ କାମ କାମ ମୋର ଆମେ 3 ଭାଇ ଅଛୁ, ତାପରେ ଆମର ରେଗୁଲାର 2ଟା ଲୋକ ବର୍ଷକ 12 ମାସି କାମ କରନ୍ତି, ଆଉ ଆମେ 3 ଭାଇ, ଆଉ ଲୋକ ଦରକାର ହୁଏ, କିନ୍ତୁ ରେଗୁଲାର ଲୋକ 2ଟା ଅଛନ୍ତି, ଆମେ 3 ଭାଇ 5 ଜଣ, ଆଉ ଯେତେବେଳେ ଦରକାର ହୁଏ 5-7 ଜଣ 8 ଜଣ ଆମେ ଲୋକ ଯେତେବେଳେ ଦରକାର ହୁଏ ଆମେ 2-4 ଦିନ ପାଇଁକା ପକଉ। ଏଇଆ ଆଉ ମଜୁରୀ ତ ବହୁତ, ମଜୁରୀ ଖାଇ ପିଇକିନା 400 ଟଙ୍କା ନାଗା ଏବେ ନଉଛନ୍ତି ଆଉ। ଏଇଆ ଆଉ ଏଠି ଗୋଟେ ଆଉ ଗୋଟେ କଥା ମୁଁ ଯାହା ଅନୁଧ୍ୟାନ କରିଛି, ଏଠି ସବୁଠାରୁ ବଡ କଥା ହଉଛି ଉପକୂଳବର୍ତ୍ତୀ ଅଞ୍ଚଳରେ କଣ, ମୋ ଗାଁ କଥା ବି ମୁଁ ନେଇପାରିବି ଉଦାହରଣ ସ୍ୱରୂପ, ଅଧିକାଂଶ ଏତେ କଷ୍ଟ କରିବା ଅପେକ୍ଷା ମୁଁ ଅଧିକାଂଶ ଜାଗାରେ ଦେଖିଥାଏ ଯେ ତାସ ଖେଳରେ ମାତନ୍ତି। 4ଟା ବେଳିଆ ହେଇଗଲା, ଆମକୁ ତ କାମ ଫାଙ୍କା ନାହିଁ, ଆମେ ତାସ ଖେଳିବୁ କଣ? ଆମେ ଫସଲ ବର୍ଷକ 12 ମାସି, ଫସଲ ଆମର କେତେବେଳେ ଛିଣ୍ଡେ ନାହିଁ। ଏବେ କୋବି ସଇଲା, ଏ କୋବି ବାହାରିବ, ଏବେ ବି ଝୁଡଙ୍ଗ ତୋଳା ହଉଛି। 2.5 ଏକର 3 ଏକର ବିଲ ଉଞ୍ଚା ବିଲ ଅଛି, ସେଥିରେ ସବୁ ଫସଲ ଲାଗିଛି। ଆଉ ତା ଭିତରେ ସମୟ ଦେଇପାରନ୍ତି ବନ୍ଧୁବାନ୍ଧବ ସାମାଜିକ? ହଁ, ତାରି ଭିତରେ ଆଉ କଣ କରିବା, ଆମେ ଆଉ ରହୁନି କୋଉଠି, ଗଲେ ପଳେଇ ଆସୁ, ତାପରେ ସବୁ ତ ଦେଖିବାକୁ ପଡିବ ନା। ପରିବାର ଠିକ ଠାକ ଚାଲିଛି? ଆଜ୍ଞା। ଏଇ ଚାଷକୁ ନେଇକି କଣ କହିବେ ଯୋଉମାନେ ଚାଷୀ ଆଜିକାଲି ଯୁବପିଢି ମାନେ ହୁଅନ୍ତୁ ବା ଚାଷ କ୍ଷେତ୍ରରେ ଅନେକ ନିରୁତ୍ସାହିତ ଅଛନ୍ତି, ଚାଷ ପାଇଁକା ମଙ୍ଗୁନାହାନ୍ତି। ବର୍ତ୍ତମାନ ଏବେ ତ ଡବଲ ଇଞ୍ଜିନ ସରକାର ଆସିଲା, ସେତେବେଳେ ଧାନ
2200-2300 ଟଙ୍କା ଲେଖା ଥିଲା ଏ ବର୍ଷ ଧାନ 3100 ଟଙ୍କା ଧାନ ହେଲା ଆଉ ଧାନ ପାଇଁକା କଣ ଆଉ ଯୁବପିଢି ମାନେ ଯଦି ଚାଷ କରିବେ ପେଟ ଲୋକ ସୁରାଟ ଗୁଜୁରାଟ ଯାଉଛନ୍ତି କେମିତି ଆମ ଏଇ ହିରୋ ମାଟି ବଢିଆ ପଏଣ୍ଟ କହିଲେ ଆଉ ଯାଉଛନ୍ତି ଯାଇକିନା କଣ ସେଠି ଦାଦନ ଖଟିକିନା ଆଉଛନ୍ତି କଣ ନା ଆମେ ଚାକିରି କରିଛୁ ଏଇ ବିଲରେ ଯଦି ହିରୋ ମାଟି ହିରେ ନଦିବ ପେଟ ଉପସା ରହିବ ନାହିଁ 5 ଜଣକୁ ବି ତମେ ଦାନା ଯୋଗାଇ ପାରିବ କଥାଟା ଶୁଣନ୍ତୁ ଏଇ ଯୋଉ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କୁ ବହୁତ ଚମତ୍କାର କଥା କହିଲେ ନିଶ୍ଚିନ୍ତ ହିଡ ମାଟି ହିଡରେ ନଦିଲେ ପେଟ ପୋଷା କେବେ ରହିବ ନାହିଁ ତାପରେ ଏବେ ତ ମାର୍କେଟିଂ ହେଇଗଲାଣି ସବୁ ଜିନିଷ କିଛି ତ ଅଛପା ନାହିଁ ନା ତ ଫୋନ ରେ ଆଜି ମାର୍କେଟ ଆଜି ଭୁବନେଶ୍ୱର ଆଜି ଆମେ 40 ଟଙ୍କା ଆଜି ହାଟରେ ଦେଇଛୁ ଏ ଭୁବନେଶ୍ୱର ଆଜି 60 ଟଙ୍କା କଣ୍ଟା ହେଇଛି ବେପାରୀ କଣ 10 ଟଙ୍କା କୁଇଣ୍ଟାଲରେ 5-7 ଟଙ୍କା ଲେଖା ରଖିକିନା ସେଠି ପେମେଣ୍ଟ ଦଉଛନ୍ତି ଏଇ ଆଜିକାଲି ତ ଫୋନ ହେଇଗଲାଣି ଯୋଉଠି ରେଟ୍ ଉଠିଲା ଚାରିଆଡେ ଯାକ ସମାନ ହେଇଗଲା ରେଟ୍ ନା ହାଟ ବଜାର ସବୁଆଡେ ସମାନ ନଜର ରଖୁଛନ୍ତି ସବୁ ପ୍ରକାର ଆମେ ଗୋଦାମ ଫୋନ କରିବୁ ବେପାରୀ କି ମାଲ ଦେଲେ ସବୁଦିନ ଗୋଦାମ ଫୋନ କରିବୁ ଆଜି କଣ ସବୁ କଣ୍ଟା ହେଇଛି କେତେ କେତେ ଠକିବାର ନାହିଁ ନା ଆମେ ଯାଉ ଯଦି ବେପାରୀ ଦଉ ଗୋଟେ ଅସୁବିଧାର ସମ୍ମୁଖୀନ ହଉଥିବେ ପାଠ ସାଠ ଟିକେ କମ ରହିଛି ଯୋଉମାନେ ଗୋଦାମ ବାଲା ଅଛନ୍ତି ବା ଆଉ ଅଲଗା ଅଛନ୍ତି ସେମାନେ ଠକିବାକୁ ଚେଷ୍ଟା କରନ୍ତି ଠକିବେ କାହିଁକି ଆମେ ତ ଏଠି କଣ୍ଟା କରିକି ଆଣିଦେଲୁ ଆମର ତ ଚିଠା ପଇସା ପଳେଇ ଆସିଲା ଆଉ ଠକିବେ କାହିଁକି ଆମେ ତ ଏଠି କମ୍ପ୍ୟୁଟର କଣ୍ଟାରେ କଣ୍ଟା କରିକି ଆଣିଦେଲୁ ଆଉ ଏତିକି କୁଇଣ୍ଟାଲରେ ଏତିକି ମାଲ ଗଲା ପଇସା ଆସିକିନା ପହଞ୍ଚିଲା ଠକିବେ କାହିଁକି କୋଉଠି ପାଠର ଆବଶ୍ୟକତା ପଡେ ନା ସେତେଟା ଆବଶ୍ୟକ ନାହିଁ ଚାଷରେ କଣ ଆଉ ଏତେ ପାଠ ଦରକାର ହଉଛି ଯେତେବେଳେ ଋଣ କରୁଥିବେ ବା ଅଫିସିଆଲ ଯିବାକୁ ପଡୁଥିବ ସେ ସମୟ ନାଇଁ ଆମେ ଆଜି ଯାକେ କୋଉଠି ଗଭର୍ଣ୍ଣମେଣ୍ଟ ର କୋଉଠି ଆମେ ଇଏ ଆଣିନୁ ଋଣ ଫୁଣ କିଛି ଆଣିନୁ ନା ଆମର ସବସିଡି କେବେ ପାଇନାହାନ୍ତି ସବସିଡି ଆମେ ଯୋଉ ମଟର ଫଟର ଆଣିଛୁ ଏଇଥିରେ ସବସିଡି ମିଳେ କିନ୍ତୁ ଆମେ ଏଇ ଯୋଉ ସୁସାଇଟି ଲୋନ ଫୋନ କରନ୍ତି ଆମେ ଜମା ଲୋନ କୋଉଠି କରିନୁ ନା ଆମର ତ ଆବଶ୍ୟକ ପଡିନି ଆମେ ଲୋନ ହୁଏତ ସଫଳ ଚାଷୀ ସେଥିପାଇଁ ଲୋନ କରିପାରିନାହାନ୍ତି କିନ୍ତୁ ଅନେକ ଚାଷୀ ନାଇଁ ଆମେ ଜମା ଲୋନ କଣ ରହିଛି କାରଣ ସୁଝି ପାରୁନାହାନ୍ତି ପଞ୍ଚାୟତ ଲୋନ ଫୋନ ଆଣୁଛନ୍ତି ସୁସାଇଟିରୁ ଲୋନ ସୁଝି ପାରୁନାହାନ୍ତି ସୁଝି ନ ପାଇଲା ବେଳକୁ ଲସ୍ ହଉଛି ଲୋକ ଆତ୍ମହତ୍ୟା କରୁଛନ୍ତି ଚାଷୀ ଆମ କଟକ ସଦରରେ ଚାଷୀ ଆତ୍ମହତ୍ୟା କରିବା ବହୁତ କମ ସିଏ ସବୁ ଯୋଉ ନୟାଗଡ ଫୟାଗଡ ବାହାର ଯୋଉ ଜାଗା ତାଙ୍କୁ ସବୁ ବେପାରୀ ମାନେ ଠକି ଶୋଷଣ କରୁଛନ୍ତି ନହେଲେ ନଉନାହାନ୍ତି ଆମର ତ ଏଠି କଟକ ଭୁବନେଶ୍ୱର ରହିଲା ପାଖରେ ମାର୍କେଟିଂ ରହିଲା ଯଦି ଚାଷୀ ନ ନେଲା ବଡ କଥା ହଉଛି ମୁଁ ଜାଣିଛି ଯାହାକି ଯାହା ଅନୁଧ୍ୟାନ କରିଛି ଯେ ଆପଣଙ୍କ ଅଞ୍ଚଳରେ ଯେତେ ବଡ ଶିକ୍ଷିତ ପରିବାରର ହେଇଥାଉ ନା କାହିଁକି ଡାକ୍ତର ଇଞ୍ଜିନିୟର ହଉ ପଛେ ଯଦି ଘରକୁ ଆସିଛି ସେ ଘରେ କମ ରହିବ ବିଲରେ ଅଧିକ ସମୟ ରହିବ ଏଠି ଯୋଉମାନେ ସବୁ ଚାକିରି ବାକିରି କରିଛନ୍ତି ବି ଯାହା ଆସନ୍ତି ଯିଏ ବି ଆସିବେ ରିଟାୟାର କଲେଣି ଯିଏ ବି ଯୋଉ ଛୁଟିରେ ଆଇଲେ ରବିବାର ଆସିଲେ ଶନିବାର ରବିବାର ଆସିଲେ ସେ ଯାହା ବି ହେଲେ ଏଠି ପରିବା କିଏ ହାଟକୁ ବେଗ ନେଇ ଯାଆନ୍ତି ନାହିଁ ସମସ୍ତଙ୍କ ବାଡିରେ ପରିବା ଯାହା ବି ହେଲେ ଥିବ ସେ ଯାହା ବି ହେଲେ ନଗେଇଥିବେ ଗୁଣ୍ଠେ ଅଧ ଗୁଣ୍ଠେ ବିଲ ସବୁ ଭେରାଇଟିର ବିଲରେ ନିଜେ ପରିଶ୍ରମ ପରିଶ୍ରମ କରିକି ନଗେଇବେ ଡାକ୍ତର ହଉ କି ଇଞ୍ଜିନିୟର ହଉ ମାଷ୍ଟର ହଉ କି ହେଡ ମାଷ୍ଟର ହଉ ଏଇ ଜଣେ ଆମର ଏଇଠି ଅଛନ୍ତି ଜଣେ ଅବକାରୀ ଡିପାର୍ଟମେଣ୍ଟରେ ଚାକିରି କରିଥିଲେ ରିଟାୟାର କରିଗଲେଣି କିନ୍ତୁ ସେ ପ୍ରତି ବାଇରେ ମାନେ ରବିବାର ଶନିବାର ଯେବେ ରହିବେ ଏବେ ତ ରିଟାୟାର କରିଗଲେଣି ସେ ହାଣିବା କଥା ହାଣିବେ ହାଣିକିନା ଗଛ ବୁଛ ବାଡିଘର ସେ ଜମା ଲୋକ ନଗାନ୍ତି ନାହିଁ ନିଜେ କରନ୍ତି ଏଠି ବି ରୂପନାରାୟଣ ଦାସ ଯିଏ ଥିଲେ ସେମାନଙ୍କର ପରିବାର ବି ଯିଏ ବି ଯେତେ ବଡ ଚାକିରି କରୁ ତାଙ୍କର ଇଏ ଅଧିକ ଭଲ ପାଇବା କାମ ପୁରା 24 ଘଣ୍ଟା କାମ କିଛି ଅସୁବିଧା ନାହିଁ ଏଠି ସମସ୍ତଙ୍କର ମାନସିକତା ଏଇଆ ଅଛି ତାପରେ ଏଠି ଚୋରି ନାହିଁ ଚାଷୀଙ୍କର ସମ୍ପର୍କ ଭଲ ଅଛି ଚୋରି ନାହିଁ ବର୍ତ୍ତମାନ ପାଇପ୍ ଠାରୁ ମେସିନ ଫିସିନ ସବୁ ବିଲରେ ପଡିବ କିଏ କାହାର ନେବେ ନାହିଁ ସେ ସବୁ କରିଛନ୍ତି ଚାଷୀ ଭିତରେ ସମ୍ପର୍କ ଭଲ ଅଛି ବହୁତ ଭଲ ଅଛି ଏ ତ ବଡ କଥାଟେ ଏଇ ଯୋଉ ବଣୁଆ ଗୋରୁ ଆସିକିନା ପଠାରେ ସବୁ ରହିକିନା ମହାନଦୀ ପଠାରେ ରହିକିନା ସବୁ ଇଏ କରିଗଲେଣି ଷଣ୍ଡ ଗୋରୁ ବହୁତ ହେଇଗଲେଣି ହଇରାଣ କରୁଛନ୍ତି ସିଏ ବି ଆମ ଗାଁରେ ମିଟିଂ ବସିକିନା ରାତିରେ ବି ଉଡା ଉଡି କରିବାକୁ ସବୁ ଯାଆନ୍ତି ଇଏ କରନ୍ତି ଏଇଭଳିଆ ସବୁ ଇଏ ଚାଷୀ ବି ଦିନେ ନା ଦିନେ ଖୁସି ମନେଇବା ପାଇଁ ସମୟ ଟିକେ ବାହାର କରିବା ପାଇଁ ଚାହୁଁଥିବ ସେଇଥିପାଇଁ ହୁଏତ ପଖାଳ ଦିବସ ବି ତୁମେ ପଖାଳ ଦିବସର ସ୍ୱତନ୍ତ୍ର ଦିଆଯାଇଛି ତାପରେ ବ୍ଲକ ତରଫରୁ ବି ଆମକୁ ବୁଲେଇବାକୁ ଏବେ ଖୋର୍ଦ୍ଧା ନେଇଥିଲେ ଭୁବନେଶ୍ୱର ନେଇଥିଲେ ଆଉ ବର୍ଷେ ଆନ୍ଧ୍ର ନେଇଥିଲେ ସୀମା ନ ସରିଗଲା ବି ଆମକୁ ମଞ୍ଜି ନ ସରିଗଲା ଟିକେ ଜଣେଇ ଦେବାକୁ ଚାହୁଁଛି ବହୁତ ଚମତ୍କାର ଲେଖାଟେ ହେଇଛି ପ୍ରକୃତରେ ଚାଷୀର ଋଣ କେହି ସୁଝି ପାରନ୍ତି ନାହିଁ ଯାହା ବି ହଉ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ଗୋଟେ ଉତ୍ସାହିତ କରାଯାଇଛି ଯାହା ଦିପଦ ଶବ୍ଦ ସେ ନିଶ୍ଚିନ୍ତ ଭାବରେ ପ୍ରେରଣା ଦେବ ମୁଁ ଟିକେ ଜଣେଇ ଦେବାକୁ ଚାହୁଁଛି ହେ ଅନ୍ନଦାତା ଅକ୍ଷୟ ତୃତୀୟାରେ ପୃଥିବୀର ବକ୍ଷଚିରି ବିହନକୁ ରୋଇ ଆଷାଢ଼କୁ କର ଶସ୍ୟ ଶ୍ୟାମଳରେ ମାର୍ଗଶିରରେ କମଳ ଧାନ ମାଣରେ ଭରି ପୂଜିଥାଏ ଓଡ଼ିଆଣୀ ଘରେ ଘରେ ମକର ସଂକ୍ରାନ୍ତିରେ ନୂଆ ଚାଉଳ ଲାଗି କରୁ ଆମେ ମଠ ମନ୍ଦିରରେ ତୋରି ପାଇଁ ହେ ଚାଷୀ କୂଳ ପେଟର ଜଳା ପାରିଛୁ ଆମେ ଭୁଲିରେ
प्रभु श्री जगन्नाथ तो कूल को एमती वर्धित कर रखि थाउरे एतिके प्रार्थना करू आमे सभी मिलमिशि गायता नाम विश्व पखाला दिवस अवसर में चमत्कार लेखा एवं यथेष्ट या प्रतिपादन करिसंती ए जय जगन्नाथ सेवा ट्रस्ट से भाव में सरकार मध्य पछरे नाहांती सरकार पक्षर मध्य प्रोत्साहित दिया जाउछि तांको मध्य स्थानीय विधायक मध्य सफल चाषी भाव में सम्मानित करछंती संबर्धित करछंती यह होछि लिखाई आपण उत्कल मातार पुण्य कूल जन्म लाभ कर सृजनशील चारुकला उद्भूत असाधारण प्रतिभार गौरवमंडित जोगजन्मा महानता त्यागी आदर्शवादी कला प्रति आंतरिकता तथा परिवेशन सर्वोपरि सर्वगुण संपन्न महान करितकर्म भावे जन सुख्याति अर्जन करछंती ता सर्वदा अतुलनीय और चिरस्मरणीय तथा सदा उज्जवल और भास्वर ये निश्चिंत रामचंद्रपुर दुर्गा पूजा कमिटी पक्षरु ये सम्मानित करा जायछि निश्चिंत भाव में ये हूँ बड़ कथा जदि सफल चाषीटी हेबाकु पड़े ताहले निजकु संपूर्ण भाव में उत्सर्गीकृत करिया पड़ता है अर्थात पूर्वरु मध्य अनेक चाषी अछंती जो माने निजकु माटीर मनीष कर देथांती तार झलक आमे माने देखुतले एठी मध्य ए अंचल एभली देखा मिले ये निश्चिंत भाव में अन्य चाषी कूल को प्रभावित करिवो प्रेरणा जोगेबो एथिरे तेले मात्र संदेह नहीं निश्चिंत भाव में चाष उपर तो आम अनेक किछि जानिले व्यक्तिगत संपर्क रे पारिवारिक कथा आड़ को टिके जिबा कोन परिवार परिवार मोर गोटे झियो गोटे पुओ आउ झियो ए वर्ष मैट्रिक परीक्षा दब आउ पुओ पढुची सरस्वती शिशु मंदिर रे पढुचंदी झियो पुओ आउ मझिया भाई गोटे पुओ झियो भी भलो पढुची बोली हमें पाखर खबर अछि हां झियो भलो पढुची खुशी अछंदी आपण आज्ञा पुओ झियो को नै कि जो आजकल तारतम्य देखा जाउची प्रकृतर कोन सेटा नहीं सेमिति किछि नाही छुआ मैंने गार्डियन ऊपर निर्भर करे गार्डियन छुआ को जो प्रकार नबो छुआ से प्रकार जिवे आ छुआ को जदी हम ढिला छाडी देबा आ केमिति हबो ई होची गार्डियन ऊपर मेन हला निर्भर करे झिया माने आजिकली बहुत आगु को जाउछंती आ सेति पई ताको पई मध्य आजिकली रो समाजठो आरंभ करी अत्याधुनिकता अडकु मध्य गति करछि एवं पिला माने मध्य सफलता पाउछंती सेही भली क्षेत्र रे आपण कोन स्वप्न देखुछंती पो झिया माने को कोन पाठ पढाइबे झिया तो मैट्रिक परीक्षा देई नाही बहुत कॉलेज रु सब आसिलानी टेट्रा दिथर आसी गलानी सरस्वती आसिलानी आ रेडी बिरवेट रु आस्तले सालेपुर भी आस्तले मा साजन खंडे आसिकना गलेनी ये पईगा परीक्षा देले जा हबो आ कोन पढिया को आशा रखछंती झिया को झिया परीक्षा देई साइले रे पढुची रिजल्ट आसिले देखिया जा करिया आ रिजल्ट कोन हेले पुआ षष्ठ रे पढुची आ निश्चिंत भाव में ये चाषी कूल भाव में आउ टिके मुझे जानिया को चाहूली जे ये जो चाष करुचंती अनेक स्थान कौन हुए से पोक लगे ये लगे से मानकर समानुपातिक भाव में से माने सार बिहन ठीक भाव में करि पारंती न अनेक जगह सार बिहन कोन सार बिहन एक्चुअली आगा जदी प्रथम रु जोटी टंकाटा खर्च हबो जदी हमें करिवा 10 टंका खर्च हबा जाके जीवन नाही जोटी टांकी आरमरु गछ नागिबो ता 7-8 दिन पर आरमरु जदी गछटा ट्रीटमेंट हबो जेमति हमें छुआ को नाळ पालन करी पाळुछु गछटा को हुष्ट पुष्ट हबा जाके पाळि दबो आउ साडू को पैसा खर्च हबो नाही जदी मूलरु संशोधन हबो ताले आउ आगु को रोग पोक देखा दबो नाही ए होजी कथा ये कोन ये माने लक्ष्मीकर टिके करुणा दृष्टि रहिछि आज्ञा अन्य आमे उर्वर माटी न आज्ञा देखंतु यदि आपण बिलरे बिल माटी होई किना खटिबे ये बसुदिया केबे धारुआ हबनी कार आमे बिल माटी बिलरे खटी एबे जेते चाष करिछु आमे कोउटी लॉस सहिनु एमिति आज काळ बैसाखी हला पतर वर्षा हला दैव दुर्घटना पाइनले चाषरे आमे कोउटी लॉस करिनु निजे सती मेहनत करी जुए कोबी एबे सस्ता आ गेलानी आमे कोबी नगैतलु 7000 गछ सब 25-30 नका बिकलु कोबी सहिला 80000 गछ अछि ये कोबी बागर सीजन आसिला को कोबी बाहरिबो ये कोबी बाहला आलु ये कोबी 30 टका 40 टका बिक्री हो ये कोबी एबे बिलाती किलो 10 टका मार्केट रे लोक कहउछिन काई बिलाती नगौछु ओइ किना कोन केउंजर मयूरभंज ओइ किना सब बाहर बिलाती आसुची बाहर बिलाती जतले लोकल बिलाती जतले बाहरिबो बाहर बिलाती बंद हो जिवो बिलाती 25-30 हो जिवो आर वर्ष करिदेलु 15 गुंठ बिला बिलाती स्ट्रे 500-600 एमती दिया हला 25 किलो 22 किलो स्ट्रे
ଆଉ ଏ ବର୍ଷ ଗୋଟାଏ ଏକର ବିଲ ବିଲାତି କରୁଛୁ। ବିଲାତିରେ ତ କିଛି ଖର୍ଚ୍ଚ ନାହିଁ ନା, ଲେବର ଦରକାର ନାହିଁ। ମଞ୍ଜି ବିହନ ନଗେଇଦେଲ, ନଗେଇ ଦେଇକିନା ଖୁସେଇ ଦେଇ ସାର ପକେଇକିନା, ଏବେ ତ ୱିଡର ମେସିନ୍ ହୁଣ୍ଡାର ବାହାରିଲାଣି, କମ୍ପ୍ୟୁଟର ଭଳିଆ କାମ କରୁଛି, ଖୁସଉଛି, ହୁରା ଦେଇ ଦଉଛି। ମେସିନ୍ ସେଇଠି ଅଛି, ମେସିନ୍ ଦେଖେଇବା ମାଧ୍ୟମରେ ଲୋକ ଦେଖନ୍ତୁ, ଚାଷୀ ଦେଖନ୍ତୁ ମେସିନ୍ କୋଉ ପ୍ରକାର ସବୁ ମେସିନ୍ ହଳ ବୁଲୁଛି। ଏବେ ତ ସବୁ କମ୍ପ୍ୟୁଟର ଯୁଗ ହେଲାଣି ନା, ଏବେ ଆଉ ମଣିଷ କୋଦାଳ କୋଡ଼ିରେ କିଛି କରୁନାହାନ୍ତି, ସବୁ ମେସିନ୍ କରୁଛି। ଏଇ ହଉଛି କଥା। ଚାଷୀର ସବୁଠାରୁ ପ୍ରିୟ ଖାଦ୍ୟ ହଉଛି ପଖାଳ। ପଖାଳ ଭଲ ପାଆନ୍ତି। ପଖାଳକୁ ଭଲ ପାଏ। ଆଉ ଯାହା ବି ହେଲେ ଆମେ ପଖାଳ ଗଣ୍ଡେ ଖାଇକିନା ବିଲକୁ ଯାହା ବି ହେଲେ ଯିବୁ, 9ଟା 10ଟା ବେଳକୁ ପଖାଳ ଖାଇବୁ। ଏବେ ଏବେ ପ୍ରକୃତରେ ସେଇ ପଖାଳର ଟେଷ୍ଟ ଟା ମିଳୁଛି କି ଆଜିକାଲି ଧାନରେ? ଆଜିକାଲି ଧାନରେ ଆଉ ଆଗ ଭଳିଆ ପଖାଳର ଟେଷ୍ଟ ନାହିଁ। ଆମ ବାପା ହେରିକାଙ୍କ ଯେତେବେଳେ ଥିଲେ ଚାଷ କରୁଥିଲେ, ସେମାନେ ସେତେବେଳେ ଦେଶୀ ଧାନ କରୁଥିଲେ, ସେ ପଖାଳର ଟେଷ୍ଟ ଥିଲା। ସିଏ ସେତେବେଳେ ଗୁଣ୍ଠରେ 10 ଗଉଣି 12 ଗଉଣି ଧାନ କାଟୁଥିଲେ। ଆମେ ତ ଏବେ ଗୁଣ୍ଠରେ ଗୋଟାଏ କୁଇଣ୍ଟାଲ ଧାନ କାଟୁଛୁ ନା, ଆଉ ସେ ଟେଷ୍ଟ କୋଉଠୁ ଆସିବ? ତାହେଲେ ଇଏ ସମ୍ପୂର୍ଣ୍ଣ ଏକ ପ୍ରକାର ପରୋକ୍ଷ ଭାବରେ ଆମେ ଭେଜାଲ ଖାଦ୍ୟ ଖାଉଛୁ। ହଁ, ଭେଜାଲ ଖାଦ୍ୟ ଆମେ ଖାଉଛୁ। ଆମେ ଯୋଉ ଖାଦ୍ୟ ଖାଉଛୁ ବିଷ। ବର୍ତ୍ତମାନ ହାଇବ୍ରିଡ ଧାନ ଯୋଉ କ୍ଷେତ୍ରରେ 40 କିଲୋ ଧାନ ହଉଥିଲା, ଗୁଣ୍ଠରେ 30 କିଲୋ ହଉଥିଲା, ବର୍ତ୍ତମାନ ହେଇକିନା ସେଇ କ୍ଷେତ୍ରରେ ଗୁଣ୍ଠରେ ଧାନ ହଉଛି କୁଇଣ୍ଟାଲେ। ଆଉ ସେ ଧାନର ଟେଷ୍ଟ ଆସିବ କୋଉଠୁ? ଆମେ କଣ ଆଉ ସେ ଜୈବିକ ପଦ୍ଧତିରେ ଚାଷ କରିବାନି? ଜୈବିକ ଚାଷ କଲେ ବର୍ତ୍ତମାନ ସମସ୍ୟା ଯାହା ହେଲାଣି, ଜୈବିକ ପଦ୍ଧତିରେ ଚାଷ କଲେ ବର୍ତ୍ତମାନ ଆଉ ଆମକୁ ପୋଷେଇବ ନାହିଁ ନା। ସେତେବେଳେ ହଉଥିଲା, ଦେଶୀ ଧାନ ପଡୁଥିଲା, ସାର ପଡୁନଥିଲା, ଖତ ପଡୁଥିଲା, ହଉଥିଲା ଖାଲି ଗୋବର ଖତରେ। ତଥାପି ଆମେ ଯୋଉ ପନିର ଚାଷ କରୁଛୁ, ଗୋବର ଖତ ବର୍ଷକୁ ଆମେ 20-25 ଟ୍ରିପ୍ କିଣୁ। ଆମେ ବି ଖତ କରୁ, ସେ ପଦ୍ଧତି ରଖିଛୁ, ଖତ କରୁଛୁ। ସାର ପରିମାଣ ଆମର ଟିକେ କମ, ଖତ ଆମେ ଅଧିକା ଦଉ। ଏ ଗଛରେ ଯୋଉ କୋବି ଲାଗିଛି, ତଳେ ଦିଆ ଲାଗିଥିଲା, ପୁଣି ସାର ପଇଲା, ତାର 2 ସାଇଡରେ ଖତ ଦିଆ ହେଇକିନା ହୁରା ଟେକା ହେଲା। ଇଏ ମେସିନରେ ହୁରା ଟେକା ହେଇଛି, କୋଦାଳ କୋଡି ଲାଗିନି ନା, ଉଡରେ ଟେକା ହେଇଛି। ହୁଣ୍ଡାର ଉଡର ଗୋଟେ ମିଳୁଛି 2 HP। ଚାଷୀ ବର୍ତ୍ତମାନ ପାଇଁ ଆଧୁନିକତା ଆଡକୁ ଗତି କଲାଣି। ଜୈବିକ ପଦ୍ଧତି ନାଇଁ, ଜୈବିକ ପଦ୍ଧତିରେ ଆଉ କରିପାରିବା ନାହିଁ, ଆଉ କଲେ ବି ପୋଷେଇବ ନାହିଁ, ମଜୁରୀ ମିଳିବ ନାହିଁ। ସେତେବେଳେ କଣ ଶଗଡ଼ ଗାଡି ଥିଲା, ନେଇ ଯାଉଥିଲେ, ଲୋକଙ୍କର ଅଭାବ ନଥିଲା, ହଳ ନେଇ ଯାଉଥିଲେ, କରୁଥିଲେ, କମ ଚାଷ। ଚାଷୀଙ୍କୁ ବେଶୀ ଅଳସୁଆ କରିଦେଇଛି କି ଆମର ଏଇ ଯୋଉ ମାଗଣା ଚାଉଳ, ବର୍ତ୍ତମାନ ଏଇ ଯୋଉ ମାଗଣା ଚାଉଳ ନା, ଡବଲ ଇଞ୍ଜିନ ସରକାର ଯୋଉ ଆସିଲା, ବର୍ତ୍ତମାନ ତ ସବୁ ସର୍ଭେ ଚାଲିଛି, ବହୁତ ଚାଉଳ କଟିବ ଲୋକଙ୍କର। ଏଇ ମୁଁ କାଲି ନ୍ୟୁଜ ଶୁଣିଥିଲି, ବର୍ତ୍ତମାନ ଏଇ ଯୋଉମାନେ ସବୁ କନେଷ୍ଟବଳ ଅଛନ୍ତି ତାଙ୍କର କଟିବ, ବହୁତ ଚାଉଳ କଟିବ ଲୋକଙ୍କର, ଇଏରେ କଟିବ। କଟିଲେ କଣ ସେମାନେ ଆଉ ଚାଷକୁ ଫେରିବେ? ନାଇଁ, ଚାଷକୁ ତଥାପି ଯୁବପିଢି ବହୁତ ଏବେ କଥା ଛାଡନ୍ତୁ, ପୂର୍ବରୁ ଯେବେଠୁ ମାଗଣା ହେଲାଣି, ମାଗଣା ହେବା ପରେ ଚାଷୀ କୂଳରେ ପ୍ରଭାବ ପଡିଛି କି ଆପଣ ଭାବୁଛନ୍ତି? ନାଇଁ, ଏବେ ଏଇ ବର୍ଷ ଟିକେ ଚାଷୀ କୂଳରେ ପ୍ରଭାବ ପଡିଛି। କଣ, ଧାନ ଯୋଉ 3100 ଟଙ୍କା ହେଇଗଲା, ଏ ବର୍ଷ ଯୋଉ ପଡିଆ ପଡିଥିଲା, ଯୁବପିଢି ଏ ବର୍ଷ ବହୁତ ବାହାରିଛନ୍ତି। ଆଗାମୀ ଚାଷ ପାଇଁକା ଆଉ ଜମି କୋଉଠି ପଡିଆ ରହିବନି, ଯୁବପିଢି ଟିକେ ଆଗକୁ ବାହାରିଲେଣି। ଏ ବର୍ଷ ବହୁତ ଜମି ଚାଷ ହେଇଛି। MSP ସବୁ ଜିନିଷରେ ବି ମିଳିବା କଥା, ଚାଷ। ଆଜ୍ଞା, ସବୁଠାରୁ ବଡ କଥା, ଏଠି ସବୁ ପ୍ରକାର ଏମିତି ମହୁ ବି ଚାଷ ହଉଛି। ମହୁ ଚାଷ ହଉଛି ଏଠି। ମହୁ ଚାଷରେ ବି ଆମର ଏଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ବି ପୁରସ୍କୃତ କରିଛନ୍ତି ତେଲେଙ୍ଗା ପେଣ୍ଠରେ, ଆମର ଏଇ ଘର ପାଖରେ। କଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପୁରସ୍କାର? ହଁ, ତାଙ୍କୁ କରିସାରିଲେଣି। ପୂର୍ବ ସରକାର କଣ? ନାଇଁ, ପୂର୍ବ ସରକାର କରିନଥିଲେ, ତାଙ୍କୁ କରିଛନ୍ତି। ତାଙ୍କୁ ଆମର ବି ସରକାର ତ ଚାଷୀ ପାଇଁ ଅନେକ ସାହାଯ୍ୟ କରୁଥିଲେ ଯେ, କିନ୍ତୁ ପୂର୍ବ ସରକାର ଆଉ ଏମିତି କରିନଥିଲେ। ଏଇନା ମହିଳାଙ୍କ ପାଇଁକା ପୂର୍ବ ସରକାର 25 ବର୍ଷ ରହିଲେ ଶାସନରେ, ବର୍ତ୍ତମାନ ଏଇନା ଧାଇଁ କାମୁଡି ହଉଛନ୍ତି। 25 ବର୍ଷ ଶାସନ ରହିଲା ପରେ କଣ କରିଥିଲେ? ଏଇ ମହିଳାଙ୍କ ପାଇଁକା ଗୋଟେ ପ୍ୟାକେଟ ସୁଭଦ୍ରା ଯୋଜନା 50,000 ଲେଖା ଭାଉଚର ଗୋଟେ ଛାଡିଲେ, ବର୍ଷକୁ 50,000। ଗୋଟେ ମହିଳା କଣ କରିପାରିବ? ସେମାନେ କଣ ଖାଲି ଯାହା ଗୋଷ୍ଠୀକି ଦଉଥିଲେ, ସ୍ୱୟଂ ସହାୟକ ଗୋଷ୍ଠୀକି ନବୀନ ପଟ୍ଟନାୟକ ଦଉଥିଲେ। ଆଉ କଣ 50,000 ତ ଦଉନାହାନ୍ତି? 10,000 ହଉ, 10,000 ହେଲେ 5 ବର୍ଷରେ 50,000 ଦେଲେ ସେ ଗୋଟେ କିଛି କରିପାରିବେ? ଏମାନେ କଣ ଯୋଉ ଦଉଥିଲେ 1,000 2,000 ଦଉଥିଲେ, କେବଳ ସ୍ୱୟଂସହାୟକ ଗୋଷ୍ଠୀକି ଦଉଥିଲେ। ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଅନୁଦାନ ପାଉନଥିଲେ। ଏମାନେ ତ 21 ବର୍ଷର ଝିଅ ଠାରୁ ବୋହୂ ଯାକେ ସମସ୍ତେ ପାଇଲେ 60 ବର୍ଷ ଯାକେ। ଯାହା ଗୋଟେ ବଡ କାମ କରିଛନ୍ତି। ଧାନ ଚାଷୀ ବି ରାଜନୀତି କଲେଣି, ଆଉ ଧାନ ଚାଷଟା 3100 ଟଙ୍କା ଉପରେ ବହୁତ। ଆଜ୍ଞା, କଣ ଚାଷ ପାଇଁ ଚାଷ ପାଇଁ ହଁ, ଯେତେବେଳେ ଯାଉ ମିଟିଂ ଫିଟିଂ ହେଲେ, ଯାଉ ML ଟା ଯେତେବେଳେ ଆମ ଘର ପାଖରେ, ଆଉ ଯାଉ ଯାହା ବି ହେଲେ, ଏଇ ହଉଛି କଥା। ତାହେଲେ ରାଜନୀତିରେ ରୁଚି ରଖନ୍ତି। ଆଜ୍ଞା, ଚାଷୀ କୂଳ ତାହେଲେ ଏବେ ବହୁତ ସ୍ମାର୍ଟ ହେଇଗଲାଣି, ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ସାରଠୁ ଆରମ୍ଭ କରି ସବୁ କିଛି ସହାୟତା ନେଉଛି। ତାପରେ ରାଜନୀତିରେ ବି ଆଶ୍ରୟ ନେଲେଣି। ହଁ, ନିଶ୍ଚିତ ଭାବରେ ଆପଣ ମାନେ ଶୁଣିଥିଲେ, ଏତେ ସମୟ ଧରି ମନ ଖୋଲିକି କହୁଥିଲେ ଏବଂ
किभଳି भाबरे गोटे चाषी सफलतार शीर्ष रे पहुंच पारे एवं एथिपाई केते उत्साह एवं परिश्रमर आवश्यकता रही केवल ता नुहे ज्ञान कौशल आवश्यकता रही एक कथा निश्चिंत भाव में शुणुले रवींद्र गुट्टू एवं मन कथार एत समय अनेक अनेक धन्यवाद। आया नमस्कार।